ଆଜି ଏଇ ଅର୍ଡ଼ରଟା ମୋ ମୁଣ୍ଡ ବିନ୍ଧାର କାରଣ କ'ଣ ପାଇଁ ହେଇଗଲା ଆସନ୍ତୁ ଜାଣିବା। ଏଇଟା ଗୋଟେ ଚିଙ୍ଗୁଡ଼ି ତରକାରୀର ଅର୍ଡ଼ର ଥିଲା। ଜଣେ ନନ୍ ଓଡ଼ିଆ ଲୋକଙ୍କର ଅର୍ଡ଼ର ଥିଲା। ସେ ଫୋନ୍ କରି କହିଥିଲେ ପ୍ରନ୍ କରି କରିଦେବା ପାଇଁ। ଆଉ ନର୍ମାଲି ମୁଁ ଏସବୁ ଟିକେ ଯେଉଁଟା ରେଗୁଲାର ରେସିପି ନୁହଁ ଆଉ କଷ୍ଟଲି ରେସିପି ରହେ ତା ପାଇଁ ମୁଁ ଟିକେ ଆଡ଼ଭାନ୍ସ ରଖିନିଏ। ଆଉ ସ୍ୱାମୀ ଯାଇ ନେଇ ଆସିଲେ ବଡ଼ବାଲା ଚିଙ୍ଗୁଡ଼ି, ତାଙ୍କର ଟାଇଗର ପ୍ରନ୍ ବୋଲି ସେ କହିଥିଲେ ସ୍ପେସିଫିକାଲି, ସେଥିଲାଗି ସ୍ୱାମୀ ଯାଇ ଟାଇଗର ପ୍ରନ୍ ନେଇ ଆସିଲେ। ତା ସାଙ୍ଗରେ ମୁଁ ତାଙ୍କୁ କହିଥିଲି ଯଦି ମିଳିବ ତାହେଲେ କରିଦେବି ଆଉ ଆପଣ ଆଡ଼ଭାନ୍ସ ବି କରିଦେବେ। ସେ ହଁ କରିଥିଲେ, ହଁ ମୁଁ ଆଡ଼ଭାନ୍ସ କରିଦେବି ବୋଲି। ତାପରେ ଯେମିତି ମିଳିଗଲା ମୁଁ ତାଙ୍କୁ କହିଲି ମିଳିଯାଇଛି ଆଉ ଆଡ଼ଭାନ୍ସ କରିଦିଅନ୍ତୁ। ସେ କହିଲେ ଠିକ୍ ଅଛି ମୁଁ ଆଡ଼ଭାନ୍ସ କରିଦେବି ପେମେଣ୍ଟ, ଏବେ ଟିକେ ଅଫିସରେ ଅଛି, ବ୍ୟସ୍ତ ଅଛି, ଏମିତି କିଛି କହିକି ସେ ମୋ କଥାକୁ ଟାଳିଲେ। ତ ମୁଁ ଏତେ ଧ୍ୟାନ ଦିଏନି, ମୁଁ ଜିନିଷ ମିଳିଗଲେ ନେଇ ଆସି କରିଦିଏ, ମୋର କେବେ ପେମେଣ୍ଟ ବଗେରାରେ ପ୍ରୋବ୍ଲେମ୍ ହୁଏନି। ତାପରେ ଅର୍ଡ଼ରଟା ମୁଁ ରେଡ଼ି ବି କରିଦେଲି ଆଉ ତାପରେ ତାଙ୍କୁ ଫୋନ୍ କଲି, ଆଉ ତାଙ୍କର ଫୋନ୍ ଲାଗିଲାନି। ଫୋନ୍ ସୁଇଚ୍ ଅଫ୍ ଆସିଲା। ତାପରେ ବାରମ୍ବାର ଘଣ୍ଟେ 2 ଘଣ୍ଟା ଯାଏ ମୁଁ ତାଙ୍କ ଫୋନ୍କୁ ଟ୍ରାଏ କଲି, କିନ୍ତୁ ଫୋନ୍ ସେମିତି ସୁଇଚ୍ ଅଫ୍ ଆସିଲା। ତାପରେ 2 ଘଣ୍ଟା ହେଇଗଲା, ଯେମିତି ଲଞ୍ଚ ଟାଇମ୍ ଓଭର ହେଇଯାଇଥିଲା। ମୁଁ କହିଲି ତାହେଲେ ବୋଧହୁଏ ସେ ଆଉ ନେବେନି। ଏମିତି ହେଇକି କେତେ ସମୟ ଚାଲିଗଲା। ମୋତେ ଲାଗିଲା ଚାଲ ଆଜି ବେକାର ହେଲା, ଏକ୍ସଟ୍ରା ବି 1 କେଜି ପ୍ରନ୍ ବି ନେଇ ଆସିଥିଲୁ। 1 କେଜି ପ୍ରନ୍ ବି ଆମ ପାଇଁ ଅଧିକା, ଆମ ଫ୍ୟାମିଲିରେ ଖାଇବା ପାଇଁ। ତ ସେଥିଲାଗି ମୁଁ କହିଲି ଠିକ୍ ଅଛି, ନ ନେଲେ ନାହିଁ, ଘରେ ଖାଇଦେବା ଆଉ କ'ଣ କରିବା। ତାପରେ 3 ଘଣ୍ଟା 4 ଘଣ୍ଟା ପାଖାପାଖି ପରେ ତାଙ୍କର ଫୋନ୍ ଆସିଲା ତାଙ୍କ ପଟୁ। କିଏ କହିଲେ କି ମ୍ୟାଡ଼ାମ୍ ସରି, ଆଉ ମୁଁ ଫୋନ୍ କରିପାରିଲିନି ଏଥିଲାଗି ଫୋନ୍ ସୁଇଚ୍ ଅଫ୍ ହେଇଯାଇଥିଲା, ଆଉ ଆପଣଙ୍କ ନମ୍ବର ବି ନଥିଲା କି ଦୁସରା ଫୋନ୍ରୁ ମୁଁ କଲ୍ କରିଦେବି ବୋଲି। ଆଉ ଏବେ ଘରକୁ ଆସିକି ପହଞ୍ଚି ଫୋନ୍ ଚାର୍ଜ କରିସାରିବା ପରେ ମୁଁ କଲ୍ କରୁଛି। ଆଉ ମୁଁ ଏବେ ପେମେଣ୍ଟ କରିଦେଉଛି, ଆପଣ ପ୍ଲିଜ୍ ଅର୍ଡ଼ରଟା ପଠାଇ ଦିଅନ୍ତୁ। ତାପରେ ସେ ପେମେଣ୍ଟ କଲେ ଆଉ ମୁଁ ତାଙ୍କ ଅର୍ଡ଼ରଟା ସେଣ୍ଡ କରିଦେଲି। କିନ୍ତୁ ହଁ,